ସବୁଠୁ ମାନେ ଯଦି ଓଡିଶାରେ ଆଇନ ମନ୍ତ୍ରୀ ପାଇଁ ଯୋଗ୍ୟ ଲୋକ କିଏ ଅଛି ସିଏ ହେଉଛି ଜୟନାରାୟଣ ମିଶ୍ର। କାରଣ ସିଏ ସିଧା କହିପାରିବେ ଯେ ପୁଲିସକୁ ବାଡା। ଆଇନ ମନ୍ତ୍ରୀ ଯିଏ ହବ ସିଏ ଏଭଳିଆ ମନ୍ତବ୍ୟ ଦେବା ଜରୁରୀ ଏବଂ ଭାରତୀୟ ଜନତା ପାର୍ଟି ହିଁ ଏଭଳିଆ ନିଷ୍ପତ୍ତି ନେଇପାରିବ। ମୁଁ ବଡ ଖୁସି ହେବି ଯୋଉଦିନ ଜୟନାରାୟଣ ମିଶ୍ରଙ୍କୁ ଯେକୌଣସି ଗୋଟେ ମନ୍ତ୍ରିମଣ୍ଡଳ ତାଙ୍କୁ ଜାଗା ତ ପ୍ରଥମେ ମିଳୁ। ସେ ଆଇନ ମନ୍ତ୍ରୀ ତାଙ୍କୁ ଯଦି କୋଉ ଗୋଟେ ଏଇ ଯୋଉ ପେନସନ ଆଉ ଅଭିଯୋଗ ବିଭାଗର ମନ୍ତ୍ରୀ କଲେ ବି ସେ ନେବେ, କିନ୍ତୁ କରିବେ ତ। ଜୟନାରାୟଣ ମିଶ୍ର ଯଦି ମନ୍ତ୍ରୀ ହେବେ ତାହେଲେ ସୁରେଶ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ଦରକାର। ତେଣୁ ଜୟନାରାୟଣ ଆଉ ସୁରେଶ ପୂଜାରୀ ଗୋଟିଏ ଜାଗାରେ କେମିତି କାମ କରିବେ ସେ ଗୋଟେ ବଡ ଚିନ୍ତାର ବିଷୟ। ଏତେ ସହଜ ନୁହଁ ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳକୁ ଆଣିବାଟା ଏତେ ସହଜ ନୁହଁ। ନାଇଁ ନାଇଁ ସେଟା ତ ଆମର ଆପଣ ମାନେ ଗୋଟେ ଭୁଲ କରୁଛନ୍ତି। ବାସ୍ତବରେ ପୁଲିସ ବିଭାଗ ସମ୍ପର୍କରେ କୌଣସି ନିଷ୍ପତ୍ତି ଆଇନ ମନ୍ତ୍ରୀ ନିଅନ୍ତି ନାହିଁ। ଏ ସମ୍ପର୍କିତ ନିଷ୍ପତ୍ତି ନେବାର ଅଧିକାର କେବଳ ଗୃହମନ୍ତ୍ରୀଙ୍କର ଅଛି। ତେଣୁ ଆଇନ ମନ୍ତ୍ରୀ ହେଲେ ଆଇନ ମନ୍ତ୍ରୀ କେବଳ ନ୍ୟାୟାଳୟ ବ୍ୟବସ୍ଥା ଏବଂ ଏଣ୍ଡାଓମେଣ୍ଟ ମନ୍ଦିର ବ୍ୟବସ୍ଥା ୟାକୁ ସମ୍ଭାଳିବେ। ଯିଏ ଆଇନ ମନ୍ତ୍ରୀ ସେ ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ଦାୟିତ୍ୱରେ ରହେ। ତେଣୁ ଜୟନାରାୟଣ ମିଶ୍ର ଯଦି ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ରହିଲେ କଣ ହବ ବୁଝିପାରୁଛନ୍ତି? ଏତେ ସହଜ ନୁହେଁ। ସ୍ପେକୁଲେସନକୁ ନେଇକରି କୁହାଯାଇପାରିବ ନାହିଁ। କିନ୍ତୁ ଜୟନାରାୟଣ ମିଶ୍ର ମନ୍ତ୍ରିମଣ୍ଡଳକୁ ଆସିବା ଦରକାର। କାରଣ ଯଦି ପୂର୍ବ ସମୟରେ ଯିଏ ବିରୋଧୀ ଦଳର ନେତା ଥିଲେ ତାଙ୍କୁ ଆପଣ ଯଦି ମନ୍ତ୍ରୀ କରୁନାହାନ୍ତି ସେଥିରୁ ଜଣାପଡୁଛି ଆପଣ ତାଙ୍କୁ ସିଧାସଳଖ ଅପମାନିତ କରୁଛନ୍ତି। ଭାରତୀୟ ଜନତା ପାର୍ଟି ତାଙ୍କ ନେତାଙ୍କୁ ଅପମାନିତ କରୁଛି, ଏଇଟା ସ୍ପଷ୍ଟ ହଉଛି, ଜଣାପଡୁଛି ଯେ ଯିଏ ପୂର୍ବ ସରକାର ସମୟରେ ବିରୋଧୀ ଦଳ ନେତା ଥିଲେ ସେଇ ଦଳ ସରକାରକୁ ଆସୁଛି ଏବଂ ତାଙ୍କୁ ଗୋଟେ ମନ୍ତ୍ରୀ କରାହଉନି, ଏଥିରୁ ତାଙ୍କ ପ୍ରତି ଗୋଟେ ଅପମାନ ବାରି ହେଇ ପଡୁଛି, ସ୍ପଷ୍ଟ ଅପମାନ ବାରି ହେଇ ପଡୁଛି।